ରାଧା ଯେହେତୁ ଗାଁକୁ ଆସିଛନ୍ତି ଆଉ ସେ ଗାଁରେ ରହି କିଛି ଜବ୍ କରିବାକୁ ଚାହୁଁଛନ୍ତି, ତାପରେ ରାଧା ମ୍ୟାନେଜରଙ୍କ ସହିତ କଥା ହୁଅନ୍ତି। ତାପରେ ମ୍ୟାନେଜର କହନ୍ତି କି ଦେଖନ୍ତୁ ଆପଣଙ୍କ ପାଇଁ ଏଠି କାମ କିଛି ନାହିଁ, ହେଲେ ଗାଁରେ ଗୋଟେ ନିଶାମୁକ୍ତି କେନ୍ଦ୍ର ଖୋଲୁଛନ୍ତି, ସେଇଟା ହୁଏ ମୁଁ ସାର୍ଙ୍କ ସହିତ କଥା ହୋଇ ତା ପାଇଁ ଗୋଟେ ଜବ୍ ଦେଇଦେବି। ତାପରେ ରାଧା କହନ୍ତି କି କେଉଁ ସାର୍, ତାଙ୍କ ନାଁ କ'ଣ, ମୁଁ ତାଙ୍କ ସହ ଯାଇ ପର୍ସନାଲ କଥା ହେବାକୁ ଚାହୁଁଛି। ତାପରେ ମ୍ୟାନେଜର କହିବେ କି ସାର୍ ଏବେ ଗୋଟେ ମିଟିଂରେ। ତାପରେ ରାଧା କହିବେ ଓକେ ୱେଟ୍। ତାପରେ ରାଧା ଦେଖନ୍ତି କି କ୍ରିଷ୍ଣା ଭାଇଙ୍କୁ କ୍ୟାବିନରେ କଥା ହେବାର। ପୁଣି କ୍ରିଷ୍ଣା ଭାଇ କହିବେ କି ଅଫିସରକୁ ଆଜ୍ଞା ଆମ ଗାଁରେ ଗୋଟେ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ଆବଶ୍ୟକ ଅଛି। ଗାଁରେ ବହୁତ ଲୋକଙ୍କର ଜୀବନ ନଷ୍ଟ ହେଉଛି, ପରିବାର ଭାଙ୍ଗି ଯାଉଛି, ସମ୍ପର୍କ ତୁଟି ଯାଉଛି। ଏସବୁକୁ ବିଚାର କରି ମୁଁ ଭାବିଲି କି ଗାଁରେ ଗୋଟେ ନିଶା ନିବାରଣ କେନ୍ଦ୍ର ନିହାତି ଖୋଲିବେ ବୋଲି। ତା ଛଡ଼ା ଆପଣ ଯଦି ପରମିସନ୍ ଦିଅନ୍ତି ତାହେଲେ ମୁଁ ଆଜି ହିଁ ନିଶା ନିବାରଣ ଖୋଲି ଦିଅନ୍ତି। ଏସବୁ ରାଧା ଶୁଣୁଥାନ୍ତି ଆଉ ରାଧା କ୍ରିଷ୍ଣା ଭାଇଙ୍କ କଥା ଶୁଣି ନିଜେ କେମିତି ନିଶାରେ ଥିବା କଥା ମନେ ପକାନ୍ତି ଆଉ କହନ୍ତି ତା ମାନେ ମୋତେ ୟା ଅଣ୍ଡରରେ ରହି କାମ କରିବାକୁ ପଡ଼ିବ। ଇଏ ଠିକ୍ ଜାଣିଛି କାଲି ରାତିରେ ମୋ ଅବସ୍ଥା କେମିତି ଥିଲା, ସେଥିପାଇଁ ମୋତେ ଏମିତି କରିବାକୁ ଚାହୁଁଛି। ଇଏ ପୁରା ଗୋଟେ ନିଶାମୁକ୍ତି କେନ୍ଦ୍ର ଖୋଲିବାକୁ ଯାଉଛି। ଆଇ ହେଟ୍ ୟୁ, ୟା ଅଣ୍ଡରରେ ମୁଁ କେବେ ବି କାମ କରିବିନି। ତାପରେ ରାଧା କ୍ରିଷ୍ଣା ଭାଇଙ୍କ ବାହାରେ ଲାଗିଥିବା ପୋଷ୍ଟରକୁ ପୁରା ଚିରି ନଷ୍ଟ କରିଦିଅନ୍ତି। ପୁଣି ଅଫିସର କ୍ରିଷ୍ଣା ଭାଇଙ୍କୁ କହନ୍ତି କି ଆପଣ ଜାଣିଛନ୍ତି ତାଙ୍କୁ? ତାପରେ କ୍ରିଷ୍ଣା ଭାଇ କହନ୍ତି ହଁ ଇଏ ହେଉଛନ୍ତି ଶାରଦା ଦେବୀଙ୍କର ବଡ଼ ଝିଅ। ତାପରେ ଅଫିସର କହିବେ କି ମୁଁ ଶୁଣିଛି ତାଙ୍କର କୁଆଡ଼େ ବହୁତ ଖରାପ ଅଭ୍ୟାସ ଅଛି, ଛୋଟ ଛୋଟ କଥାରେ ବି ସେ ଝଗଡ଼ା ଷ୍ଟାର୍ଟ କରିଦିଅନ୍ତି, କାହାକୁ ଖାତିର କରନ୍ତିନି। ଏ ଝିଅକୁ କିଏ ବାହା ହେବ? ଭଗବାନ ଏମିତି କେଉଁ ପୁଅକୁ ଦୁର୍ଭାଗ୍ୟ ନ ଦିଅନ୍ତୁ। ତାପରେ କ୍ରିଷ୍ଣା ଭାଇ କହିବେ କି ଆମର କ'ଣ ଯାଏ ଆସେ। ତାପରେ ରାଧା ଏମାନଙ୍କ କଥା ଶୁଣି ସିଧା ଅଫିସକୁ ଆସନ୍ତି ଆଉ କହନ୍ତି କି ମୋ ବିଷୟରେ ଗପୁଥିଲେ ନା ଆପଣମାନେ, କ'ଣ କହୁଥିଲେ? ମୁଁ ବହୁତ ଆର୍ଗୋଗେଟ୍, ମୋର ବହୁତ ବଦ ଅଭ୍ୟାସ ଅଛି, ମୁଁ ବହୁତ ଝଗଡ଼ା କରେ ଆଉ କ'ଣ? ହଁ ମୁଁ କାହାକୁ ଖାତିର କରେନି, ମୋତେ ଯିଏ ବାହା ହେବ ତା'ର ଭାଗ୍ୟ ଖରାପ ହେଇଯିବ। ଆଉ ଲାଷ୍ଟକୁ କ'ଣ ଥିଲା? ହଁ ଆମର ସେଥିରେ କ'ଣ ଯାଇ ଆସେ? ହଁ ଏଇଆ କଥା ହେଉଥିଲା ନା ଆପଣମାନେ। ଅଫିସର କହିବେ ଲାଷ୍ଟ ଲାଇନ୍ଟା କ୍ରିଷ୍ଣା ବାବୁଙ୍କର ଥିଲା କହିବାଟା, ମୁଁ ନୁହେଁ। ରାଧା କ୍ରିଷ୍ଣା ଭାଇଙ୍କୁ ରାଗିକି ଅନାନ୍ତି।